ଆଜି ତମମାନଙ୍କ ସାମ୍ନାରେ ଜଣେ ଏମିତି ପ୍ରତିଭା ଅଛନ୍ତି ଯାହାକୁ ତମ ପାଖରୁ ତାଙ୍କ ପାଖରୁ ଯାହାକୁ ତମକୁ ଗୋଟେ ବଡ ଇନ୍ସପିରେସନ ମିଳିବ। ସିଏ ୱାନ୍ କାଇଣ୍ଡ ଅଫ୍ ଏ ଭର୍ସେଟାଇଲ ଜିନିୟସ୍। ସି ଅଲୱେଜ ୱାଣ୍ଟସ୍ ଟୁ ହେଲ୍ପ ଦେୟାର ଜୁନିୟର୍ସ। ଆଉ ତମମାନେ ନିହାତି 100% ଜାଣିବ ଯୋଉମାନଙ୍କ ଭିତରେ ବହୁତ ଡର ରହୁଛି ଯେ ଏନସିଟି ଇଣ୍ଟିଗ୍ରେଟେଡ ଟିଚର ଏଜୁକେସନ ପ୍ରୋଗ୍ରାମକୁ ଆମେ କେମିତି କ୍ୱାଲିଫାଇ କରିବା ଆଉ କେମିତି ଆଉଟ୍ ଅଫ୍ ଷ୍ଟେଟରେ ପଢିକି ନିଜକୁ ସକ୍ସେସ୍ କରିବା। ତ ତମମାନଙ୍କ ଭିତରେ ବହୁତ ସାରା ଡର ଅଛି, ବହୁତ ସାରା କ୍ୱେଶ୍ଚନ୍ସ ଥିଲା। ଜଣେ ତାଙ୍କ ଆଡୁ ନିଜେ ସେ ତାଙ୍କର ଜୁନିୟର୍ସକୁ ହେଲ୍ପ କରିବା ପାଇଁ ପୁରା ଆଗେଇ ଆସିଛନ୍ତି, ଇଭେନ୍ ସେ ହେଲ୍ପ ବି କରୁଛନ୍ତି। ତ ମୁଁ ଚାହୁଁଛି ଏଇ ଭିଡିଓ ମାଧ୍ୟମରେ ସମସ୍ତଙ୍କ ପାଖରେ ସେ ପହଞ୍ଚନ୍ତୁ ଆଉ ପିଲାମାନେ ଜାଣନ୍ତୁ, ଓଡିଶାରେ ପିଲାମାନେ ଜାଣନ୍ତୁ, ଆଗକୁ ବଢନ୍ତୁ। ସିଏ ବି ଏଇଟା ଇଚ୍ଛା କରନ୍ତି। ତ ଆଶା କରୁଛି ତାଙ୍କ ପାଖରୁ ବହୁତ କିଛି ଆମେ ଶିଖିବା, ଜାଣିବା। ପୁରା ଲାଷ୍ଟ ପର୍ଯ୍ୟନ୍ତ ଭିଡିଓ ଦେଖନ୍ତୁ। नमस्कार सर, ମୋ ନାଁ ଶ୍ଵେତା ଦାସ। now ମୁଁ ITF integrated BD exam ଦେଇକି କ୍ୱାଲିଫାଇ କରିକି now ମୁଁ ଡକ୍ଟର ବି ଆର୍ ଆମ୍ବେଦକର ୟୁନିଭର୍ସିଟି ଡେଭଲପମେଣ୍ଟରେ ପଢୁଛି। ସାର୍ ଆଜି ମୁଁ ଚାହୁଁଛି ପିଲାମାନଙ୍କ ଆମର ସିନିୟର ମାନଙ୍କ ସହିତ କିଛି ସେୟାର କରିବା ପାଇଁ କେମିତି ସେମାନେ ପ୍ରିପେୟାର କରିବେ, କେମିତି ଏକ୍ସାମ ଦେଇ କ୍ୱାଲିଫାଇ କରିବେ, ସେ ସବୁ ତାଙ୍କ ଡିଟେଲ୍ସ ସେୟାର କରିବାକୁ ଚାହୁଁଛି। ଥ୍ୟାଙ୍କ ୟୁ ସାର୍ ଫର ଅପରଚ୍ୟୁନିଟି। ଓକେ, ତ ସେଟା ମୋର ପ୍ରଥମ କ୍ୱେଶ୍ଚେନ୍, ସବୁଠୁ ବଡ କ୍ୱେଶ୍ଚେନ୍। ମୁଁ ଡାଇରେକ୍ଟ କ୍ୱେଶ୍ଚେନ୍ ପଚାରିବି, ବେଶୀ ଭିତରକୁ ଯିବେନି। ପିଲାମାନଙ୍କର ବହୁତ ମାନେ ଗୋଟେ କୋରେଜ ରହୁଛି, ତମେ ବିଲିଭ୍ କରିବ। ମୁଁ ଯେତେବେଳେ ବି ପିଲାମାନଙ୍କୁ ପଢଉଛି, ସେ ଗ୍ରାଜୁଏସନ ପିଲା ହୁଅନ୍ତୁ ବା ପ୍ଲସ ଟୁ ପିଲା ହୁଅନ୍ତୁ, ସେମାନେ ସମସ୍ତଙ୍କ ମନରେ ଗୋଟେ ଡର କି ଆମେ ଆଉଟ୍ ଅଫ୍ ଷ୍ଟେଟରେ ଯାଇକି ପଢିବାଟା କେତେ ମାନେ ଆମ ପାଇଁ କେତେ ଗୋଟେ ସିକ୍ୟୁରିଟି ପ୍ରଦାନ କରୁଛି ବା ଆମେ ଡର ଲାଗୁଛି ଆମେ ବାହାରେ ଯାଇକି ପଢିବା କି ନାହିଁ, ବା ପ୍ୟାରେଣ୍ଟସ୍ ମାନେ ବି ଡରୁଛନ୍ତି। ଆଉଟ୍ ଅଫ୍ ଷ୍ଟେଟରେ ସେଣ୍ଟ୍ରାଲ ୟୁନିଭର୍ସିଟି ହଉ ବା ବଡ ବଡ ଏନ୍ଆଇଟି ଆଇଆଇଟି ମାନଙ୍କରେ ହଉ, ପିଲାମାନଙ୍କୁ ମୁଁ ଯେତେବେଳେ କୁହେ ପଢିବାକୁ, ତାଙ୍କର ଭିତରେ ଗୋଟେ ଡର ରହୁଛି ଯେ ଓଡିଶା ଭିତରୁ ବାହାରକୁ ଆମେ ଯାଇକି ଗୋଟେ ଝିଅ ପିଲାଟା ପଢିପାରିବା କି ନାହିଁ। ତମେ ଗୋଟେ ଝିଅ ପିଲା ହେଇକି ଏତେ ବଡ ଜାଗାରେ ଯାଇକି ପଢୁଛ, ଏତେ ଭଲ ଜାଗାରେ ଗୋଟେ ପଢୁଛ, ବି ଆର୍ ଆମ୍ବେଦକର ୟୁନିଭର୍ସିଟି ୱାନ୍ ଅଫ୍ ଦ ରିନାଉଣ୍ଡ ୟୁନିଭର୍ସିଟି ଆମେ ଯେତିକି ଜାଣିଛୁ। ତମେ ସେଠି ଯାଇକି ପଢୁଛ, ତ ଏତେ ଦୂରରେ ବି ଘରଠୁ ବାହାରେ, ତ ତମେ ପିଲାମାନଙ୍କୁ ଆଗେ କଣ କହିବ ଯେ ଯିବାଟା ଠିକ କି ନା ଭୁଲ, ନା ଯାଇପାରିବେ କି ନାହିଁ, ସେଟା ଟିକେ ପିଲାଙ୍କୁ ବୁଝାଅ। ଫାର୍ଷ୍ଟ କଥା ହଉଛି ଆମକୁ ଏତେ ବଡ ଅପରଚ୍ୟୁନିଟି ମିଳିଛି ଯାଇକି ପଢିବା ପାଇଁ। ଏ ଅପରଚ୍ୟୁନିଟି ଟା ବାର ବାର ଆମକୁ ମିଳିବନି। ଯଦି ଅପରଚ୍ୟୁନିଟି ଟା ମିଳିଛି ଆମକୁ ଯାଇକି ପଢିବା ପାଇଁ, ତ ସିଓର ଆମେ ତାକୁ ଅପରଚ୍ୟୁନିଟି ଟାକୁ ଆକ୍ସେପ୍ଟ କରିକି ଯାଇକି ପଢିବା କଥା। ଆଉ ଯୋଉ ପ୍ୟାରେଣ୍ଟସ୍ ମାନେ ଏଗ୍ରି କରୁନାହାନ୍ତି, ଆମେ ଓଡିଶାରେ ଯେମିତି ଆମର ପିଲାମାନଙ୍କ ପାଇଁ ଯେମିତି ସବୁ ସିକ୍ୟୁରିଟି ଅଛି, ଯେମିତି ଗାଇଡାନ୍ସ ସବୁ ଅଛି, ଏକ୍ଜାକ୍ଟଲି ସେମିତି ସବୁ ୟୁନିଭର୍ସିଟି ଗୁଡାକରେ ବି ସେମିତି ଗାଇଡାନ୍ସ ରହୁଛି। ମୁଁ ବି ଯୋଉ ୟୁନିଭର୍ସିଟିରେ ପଢୁଛି ସେଇଠି ବି ବହୁତ ବଢିଆ ଗାଇଡାନ୍ସ ଅଛି, ଯେହେତୁ ସେଟା ଗୋଟେ ସେଣ୍ଟ୍ରାଲ ୟୁନିଭର୍ସିଟି, ଗୋଟେ ୟୁନିଭର୍ସିଟି ସେଇଟା ଆଜ୍ ଲାଇକ୍ ଆମର ରେଭେନ୍ସା ଉତ୍କଳ ୟୁନିଭର୍ସିଟି ଟାଇପର ଯେମିତି ଆମର ପାଠ ପଢା ଯେମିତି ପ୍ରଫେସର୍ସ ମାନେ ରହୁଛନ୍ତି, ସେଇଠି ବି ଏକ୍ଜାକ୍ଟଲି ସେମିତି କରିକୁଲମ ଆକ୍ଟିଭିଟି ସବୁ ସେମ୍ ଅଛି। ଆଉ ବାକି ବାହାରକୁ ଯାଇ ପଢିବା କଥା ଆସୁଛି, ପ୍ୟାରେଣ୍ଟସ୍ ଏଗ୍ରି କରନ୍ତିନି, ସେମାନେ ଚାହାନ୍ତିନି ବାହାରେ ଯାଇ ପଢିବା ପାଇଁ, ଛୁଆମାନଙ୍କୁ ଛାଡିବା ପାଇଁ। କିନ୍ତୁ ଯଦି ଆଜି ଆମେ ନ ଯିବା ତାହେଲେ କାଲିକି ଆମକୁ ଲୋକ ଜାଣିବେ କେମିତି? ଆମେ ଯଦି ନିଜକୁ ଇଣ୍ଟ୍ରୋଡ୍ୟୁସ ନ କରିବା ସୋସାଇଟି ଆଗରେ, ତ କେମିତି ଆମକୁ ଆକ୍ସେପ୍ଟ କେମିତି ହବ ସବୁ ଜାଗାରେ? ତ ମୋ ମତରେ ଯାଇକି ପଢିବା କଥା ବାହାରେ। ଅପରଚ୍ୟୁନିଟି ମିଳିଛି ତ ଆକ୍ସେପ୍ଟ କରିବା କଥା। ତମର ଗୋଟେ ବହୁତ ବଢିଆ କଥା, ମତେ କଥା ବଢିଆ ଲାଗିଲା କି ଆଜି ଯଦି ନ ପଢିବା ତାହେଲେ ଆଗକୁ ବଢିବା କେମିତି, ଆଗକୁ ଲୋକ ଜାଣିବେ କେମିତି। ବହୁତ ବଢିଆ କଥା। ଆକ୍ଚୁଆଲି ତମେ ଗୋଟେ, ମୁଁ ଆଶା କରୁଛି ଗୋଟେ ବହୁତ ଭଲ ଟିଚରଟେ ହୁଅ ଆଉ ପିଲାଙ୍କୁ ସେମିତି ମାନେ ବୁଝାଅ ଆଉ ଶୃଙ୍ଖଳିତ କର। ଥ୍ୟାଙ୍କ ୟୁ ଆମଠୁ ସାର୍। ଆମେ ଯେତିକି ରାସ୍ତାରେ ଅଛେ ତମେ ତାଠୁ ବହୁତ ଆଗକୁ ଯାଅ। ଆଇ ହୋପ କି ସେତିକି ହଉ। ଆଉ ବାକି ଦ୍ୱିତୀୟ କଥା ଯଦି ମୁଁ କହିବି, ସବୁଠୁ ଇମ୍ପୋର୍ଟାଣ୍ଟ କଥା, ତମେ ଯୋଉଟା ଗୋଟେ କଥା କହିଲ ଯେ ସେଣ୍ଟ୍ରାଲ ୟୁନିଭର୍ସିଟି ମାନଙ୍କରେ ବି ଆମ ଓଡିଆ ପିଲା ଯାଉଛନ୍ତି। ତମେ ବି ଯୋଉଠି ପଢୁଛ ସେଠି ବି ଆମ ଓଡିଆ ଝିଅ ମାନେ ଅଛନ୍ତି ଆହୁରି ବହୁତ ସାରା। ସେମିତି ମୁଁ ବି ଯୋଉଠି ବହୁତ ପଢୁଥିଲି ସେଠି ବି ଅଛନ୍ତି। ବହୁତ ସାରା ଝିଅ ପିଲା ଥିଲେ। ତ ସବୁ ଜାଗାରେ ଝିଅ ପିଲା ଅଛନ୍ତି, କିଛି ଅରିଡ ହବାର ନାହିଁ। କେତେବେଳେ କାହା ସହିତ ଦୁର୍ଘଟଣା ଘଟିବ କଣ ନାହିଁ, ତାକୁ ଡରିକି ଯଦି ଆମେ ଆଗକୁ ନ ବଢିବା ତାହେଲେ କିଛି ହେଇପାରିବ ନାହିଁ। ଅପରଚ୍ୟୁନିଟି ମିଳିଛି ତାକୁ ଗ୍ରାବ କରିବା କଥା। ଆଚ୍ଛା, ସେକେଣ୍ଡ କଥା ଯଦି ମୁଁ କହିବି, ତାହେଲେ ସବୁଠୁ ବଡ କଥା କି ତମର ପ୍ରିପାରେସନ କେମିତି ଥିଲା, ଯୋଉଟା ପିଲାମାନେ ନିହାତି ତମ ପାଖରୁ ଜାଣିବାକୁ ଚାହିଁବେ। ଫାର୍ଷ୍ଟ ଆମର ସବଜେକ୍ଟ ତ 7 ସବଜେକ୍ଟ ରହୁଛି। ତା ଭିତରୁ ମୁଁ ସାଇନ୍ସ, ଯେହେତୁ ମୋ ବ୍ୟାକଗ୍ରାଉଣ୍ଡ ସାଇନ୍ସ, ତ ଡୋମେନ୍ ଆମର 3ଟା ରହିବ। ଆମର ପିସିଏମବି ଭିତରୁ ତମେ ଯୋଉ 3ଟା ଚୁଜ କରିପାରିବ। ବେସିକାଲି ପିଲା ତ ପିସି କମନ ରଖନ୍ତି, ମ୍ୟାଥ୍ସ ବାୟୋଲୋଜି ଗୋଟେ ରଖନ୍ତି ଡୋମେନ୍। ଡୋମେନ୍ ପାଇଁକି 11 12 ବୁକ୍ ଇଜ ଏନଫ୍, ଏନସିଇଆରଟି ବୁକ୍ ଇଜ ଏନଫ୍। and ବାକି ଲାଙ୍ଗୁଏଜ ପାଇଁକି, ଇଂଲିଶ ପାଇଁକି ଗ୍ରାମାର ପର୍ସନ ଇଜ ଇମ୍ପୋର୍ଟାଣ୍ଟ ଫର ଇଂଲିଶ। ତ ଗ୍ରାମାର ଆମକୁ ମ୍ୟାକ୍ସିମମ୍ ଯେତେ ଗ୍ରାମାର ଉପରେ ନଲେଜ ଥିବ, ନା କି ପଢିଦେଲେ ଖାଲି ହେଇଯିବ, ସେଇ ଟାଇମରେ ଯେତେ ନଲେଜ ଥିବ ଆଗକୁ ସେଇଟା କାମ ଦଉଛି ସବୁବେଳେ। ଆଉ ଓଡିଆ ଲାଙ୍ଗୁଏଜ, ଓଡିଆ ପେପରଟା 10th ର ମ୍ୟାକ୍ସିମମ୍ କ୍ୱେଶ୍ଚିନ୍ ଆସୁଥିଲା, 10th ବୁକ୍ ର ମ୍ୟାକ୍ସିମମ୍ କ୍ୱେଶ୍ଚିନ୍ ଆସୁଥିଲା। ଏଇ 10th ର ଯୋଉ ସବୁ ଚାପ୍ଟର ଗୁଡାକ ବି ଥିଲା, ଚାପ୍ଟର ଲେଖକଙ୍କ ନାଁ ବି ପକେଇ ଦେଇଥିଲା, ଏତେ କ୍ୱେଶ୍ଚିନ୍ ଥିଲା 10th। 11 12 ର ସେତେ କିଛି କ୍ୱେଶ୍ଚିନ୍ ଆସିନଥିଲା ଓଡିଆ ପାଇଁ।
ଆଉ ବାକି ରହିଲା ଟିଚିଂ ଆପ୍ଟିଚ୍ୟୁଡ ଜିକେ ଏଇ ଦିଟା ପାଇଁ କି ମୁଁ ୟୁଟ୍ୟୁବ ରେ ସିଏ ପ୍ରିଫର କରୁଥିଲି। ଆଇଟିଏଫ ର ବି ନର୍ମାଲ ବି ଆମର ବିଏଡ୍ ଏକ୍ସାମ ପାଇଁ କି ଟିଚିଂ ଆପ୍ଟିଚ୍ୟୁଡ ଆଉ ଜିକେ ପାଇଁ ବି ବହୁତ ସାରା ସିରିଜ ଅଛି। ଓଡିଆରେ ବି ହିନ୍ଦୀରେ ବି ବହୁତ ସିରିଜ ଅଛି, ସେଟା ବି ଫଲୋ କଲେ ଆରାମରେ କମ୍ପ୍ଲିଟ ହେଇଯିବ। ତାହେଲେ ମୋ ଜାଣିବାରେ ତମେ ଯଦି କହୁଛ ଯଦି ଆମେ ଓଡିଆ ପାଇଁ 10th ର ଓଡିଆ ଗ୍ରାମାର ଟାକୁ ଭଲ କି ଦେଖିଦବା, ତା ସହିତ ଆମର ଏନସିଇଆରଟି ର 12th ନୋଟ୍ସ ସବୁ ନାଇଁ କି, ଯିଏ ଯୋଉଟା ଡୋମେନ ସବଜେକ୍ଟ ଅଛି ଏନସିଇଆରଟି ର 12th ନୋଟ୍ସ ମୁଁ ଅଲରେଡି ଟେଲିଗ୍ରାମ ଚ୍ୟାନେଲ ରେ ଛାଡି ଦେଇଛି, ଯଦି ପିଲା ତାକୁ ଯାଇକି ଦେଖିପାରିବେ ପଢିପାରିବେ ତାହେଲେ ବହୁତ ବଢିଆ ହବ। ଆଉ ତାକୁ ଛାଡିଲା ପରେ ଆଉ ସବୁଠୁ ବଡ ମାଧ୍ୟମ ହେଲା ଜିକେ ହଉ ଆପ୍ଟିଚ୍ୟୁଡ ହଉ, ଆମେ ୟୁଟ୍ୟୁବ ଦେଖିକି ଆରାମସେ ପଢିପାରିବା। ତା ପାଇଁ କିଛି କୋଚିଂ ନବା ଦରକାର କି? ଯୋଉ ଗତକାଲି ଗୋଟେ ପିଲା ଫୋନ କରିଥିଲା ମତେ କି ସାର୍ ମୁଁ ବାରିପଦାରୁ କହୁଛି, ଟେଲିଗ୍ରାମ ରେ ସେ ମତେ ମେସେଜ କଲା, ସେ ମତେ କହିଲେ କି ମୁଁ ଜଣଙ୍କ ପାଖରୁ ଗୋଟେ ୟୁଟ୍ୟୁବ ର କିଏ ଜଣେ ଶିକ୍ଷକ ତାଙ୍କ ପାଖରୁ ନେଇଛନ୍ତି କୋର୍ସ ଫି ନେଇଛନ୍ତି 27,000 ଟଙ୍କା। ମତେ ଭାରି ଦୁଃଖ ଲାଗିଲା ଯେ 27,000 ଟଙ୍କା ନେଇକି ପଢିବା ଆଉ ଜଣେ ୟୁଟ୍ୟୁବ ରୁ ପଢିକି, ଯଦି ତମେ କୋଉ କୋଚିଂ ସେଣ୍ଟର ଜଏନ କରିଥିଲ କି ନା ନିଜେ ପଢିକି ପାଇଛ? No, ମୁଁ କୋଉ ବି କୋଚିଂ ସେଣ୍ଟର ଜଏନ କରିନଥିଲି। ବାକି ଟିଚିଂ ଆପ୍ଟିଚ୍ୟୁଡ ଜିକେ ସେମିତି କିଛି ନାହିଁ ସ୍ପେସିଫିକ ଗୋଟେ ମାନେ ଜିକେ ରେ ହିଁ ଏତିକି ଲକ୍ଷ୍ୟ କ୍ୱାଲିଫାଇ କରିବାର ଅଛି, ଏକ୍ସାମ ରେ ସେମିତି କିଛି ନାହିଁ। ଯଦି ଟିଚିଂ ଆପ୍ଟିଚ୍ୟୁଡ ଜିକେ ରେ ତମର ମାର୍କ ନେଇଛି, ବାକି ସବଜେକ୍ଟ ରେ ବି ତମର ଆଭରେଜ ମାର୍କ ରୁ ଅଧିକ ମାର୍କ ଆସୁଛି, ଦେନ୍ ଓଭରଅଲି ମାର୍କ ଟା ହିଁ ତମର କାଉଣ୍ଟ ହବ। ତ ତମେ ଯୋଉ ସବଜେକ୍ଟ ରେ ବେଷ୍ଟ ସେଇ ସବଜେକ୍ଟ ଉପରେ ଫୋକସ କରିକି ସେଇ ସବଜେକ୍ଟ ମୁଁ କେମିତି ସବୁଠୁ ବେଷ୍ଟ ମୋର ପରଫରମାନ୍ସ କରିବି, ଦେନ୍ ତମେ ଟିଚିଂ ଆପ୍ଟିଚ୍ୟୁଡ ଜିକେ ଏ ଦିଟା ହଉଛି ବାଷ୍ଟ। ତମେ ଯେତେ ପଢିଲେ ବି ଯେମିତି ହେଲେ କୋଶ୍ଚିନ୍ ଆସିଥିବ, ମାନେ ତମେ ନଲେଜ ବାହାରେ କୋଶ୍ଚିନ୍ ଆସିଥିବ। ତ 27,000 ଟଙ୍କା ଦେଇକି ଏସବୁ କୋଚିଂ ଜଏନ କରିବା ଏସବୁ ଏତେ ଦରକାର ନାହିଁ କିଛି ବି। ଆରାମରେ ୟୁଟ୍ୟୁବରେ ବହୁତ ସିରିଜ ଅଛି, ବହୁତ ଟିଚରଙ୍କର ବହୁତ ସିରିଜ ଅଛି, ଆରାମରେ କେମିତି କରିପାରିବେ। ଭେରି ଗୁଡ। ତାହେଲେ ମାନେ ସିମ୍ପଲି କହିବା କଥା ଆମେ ୟୁଟ୍ୟୁବ ଜଏନ ମାନେ ୟୁଟ୍ୟୁବରେ ମାନେ ଅଦର କୋଚିଂ ସେଣ୍ଟର ଜଏନ ନ କରିକି ୟୁଟ୍ୟୁବ ମାଧ୍ୟମରେ ଆମେ ଚାହିଁଲେ ସବୁ ଜିନିଷକୁ କ୍ୱାଲିଫାଇ କରିପାରିବା। ଆଉ ଏମିତିରେ କୋଶ୍ଚେନ୍ ତ ଯେତେ ପଢି ଗଲେ ବି କୋଉଠୁ ଆସିବ ସେଟା ଠିକ ନାହିଁ। ଏତେ ଟଙ୍କା ଦେଇକି ପଢିବା ଅପେକ୍ଷା ଆମେ ଯୋଉଥିରେ ଷ୍ଟ୍ରଙ୍ଗ ଅଛେ ଯୋଉ ସବଜେକ୍ଟରେ ତାକୁ ଟିକେ ଅଧିକ ଫୋକସ କଲେ ଓଭରଅଲ ମାର୍କ ତ ଏଡ୍ ହବ ନା, ତାହେଲେ ସେଟା ଗୋଟେ ପ୍ଲସ ପଏଣ୍ଟ। ଆଚ୍ଛା ତମକୁ କଣ ଲାଗୁଛି କଟକ କେମିତି ରହୁଛି? ଗୋଟେ ଏଭରେଜ ପିଲା ବହୁତ ଦୁଃଖ ଲାଗୁଛି ବେଳେବେଳେ ପିଲା କୁହନ୍ତି ସାର୍ ଆମେ ବୁଝିପାରିବୁ କି ନାହିଁ, ଗୋଟେ ଏଭରେଜ ପିଲା ସେତିକି ଚାହୁଁଛି କ୍ୱାଲିଫାଇ କରିପାରିବ କି? ତମକୁ କଣ ଲାଗୁଛି? ଓବିୟସଲି ଆଭରେଜ ଟପର ସେମିତି କିଛି ନାହିଁ। ଏଣ୍ଟ୍ରାନ୍ସ ଏକ୍ସାମ ରେ ଯିଏ ଯେତିକି ନିଜର ଏଫର୍ଟ ଦେଲା, ଯେତେ ଭଲ କଲା ଆଉ ସିଏ ସେତେ ଯେମିତି ହେଲେ ବି କ୍ୱାଲିଫାଇ କରିଯିବ। ବାକି ଧୀରେ ଧୀରେ ମାନେ ଏଇ ଏକ୍ସାମ ଟା ବି ଫାର୍ଷ୍ଟ ଇୟର ଯେବେ ଚାଲିଥିଲା ସେତେବେଳେ ବହୁତ କମ ମାର୍କ ରେ ପିଲା ସବୁ ପାଇଯାଇଥିଲେ ଭଲ ଭଲ କଲେଜ। ଦେନ୍ ଆମ ଇୟର ରେ ଟିକେ କଟଅଫ ବଢିଲା, କିନ୍ତୁ ବହୁତ କଟଅଫ ବଢିଥିଲା। ଦେନ୍ କଟଅଫ ହିସାବରେ ବି ବହୁତ ମାନେ ୟୁନିଭର୍ସିଟିରେ ପିଲା ପାଇବା ନ ପାଇବା ସେଟା ଡିଫର କଲା। ଏଇ ଇୟର କଟଅଫ ଆହୁରି ବହୁତ ବଢିବ, ଯେହେତୁ ଆଇଆଇଟି ଏନ୍ଆଇଟି ଭଳିଆ କଲେଜ ଆଉ ସେଣ୍ଟ୍ରାଲ ୟୁନିଭର୍ସିଟି ଗୁଡାକରେ ପିଲାଙ୍କୁ ପଢିବାକୁ ଚାନ୍ସ ମିଳୁଛି, ତ କଟଅଫ ସିଓର ସେଇ ସବୁ କଲେଜ ଗୁଡାକରେ ବହୁତ ଅଧିକ ରହିବ, ୟୁନିଭର୍ସିଟି ଗୁଡା ପାଇଁ ବି ବହୁତ ଅଧିକ ରହିବ। ତ 640 ରହୁଛି ଆମର ଫୁଲ ମାର୍କ। 640 ରୁ ଆମକୁ ଏଇଥରକ 400 ରୁ 450 ଜଣକୁ ମିନିମମ୍ ସ୍କୋର କରିବା ଦରକାର, ଯେମିତି ହେଲେ ଏକ୍ସାମ କୁ ମାନେ ଭଲ କଲେଜ ଗୋଟେ ପାଇବା ପାଇଁ। ବାକି ନର୍ମାଲ କଲେଜ ଗୁଡାକରେ ଆଉ ସେକେଣ୍ଡାରୀ ଷ୍ଟେଜ ଯୋଉମାନେ ସେକେଣ୍ଡାରୀ ଷ୍ଟେଜ ଚୁଜ କରିବାକୁ ଚାହୁଁଛନ୍ତି, ଓବିୟସଲି ସେମାନଙ୍କୁ 400 450 ପ୍ଲସ ମାର୍କ ଆଣିବାକୁ ପଡିବ। ଆଉ ଜଣେ ଚାହିଁଲେ ଆରାମରେ ଇଜିଲି ଏକ୍ସାମ କୁ କ୍ରାକ୍ କରିପାରିବ ନିଜର ଆଚ୍ଛା ଆଚ୍ଛା। ଏଜ ୟୁ ଆର୍ ଏ ସାଇନ୍ସ ଷ୍ଟୁଡେଣ୍ଟ, ତମକୁ ଲାଗୁଛି କି ଗୋଟେ ସାଇନ୍ସ ଷ୍ଟୁଡେଣ୍ଟ ପାଇଁ ଏଟା ଗୋଟେ ବେଟର ଅପରଚ୍ୟୁନିଟି ଗୋଟେ ଏନ୍ଆଇଟି ଆଇଆଇଟି ସେଣ୍ଟ୍ରାଲ ୟୁନିଭର୍ସିଟି ମାନଙ୍କରେ ପଢିବା, ଓଡିଶା ବାହାରେ ଯାଇକି ଭଲ ଜାଗାରେ ପଢିବା? ଏମିତିରେ ବହୁତ ପିଲାଙ୍କର ଡ୍ରିମ୍ ଥାଏ କି ଜେଇ ଦେଇକି ଓଜେଇ ଦେଇକି ଏମିତି ଗୁଡାକରେ ଯିବା ପାଇଁ। ମ୍ୟାକ୍ସିମମ୍ ବି ସକ୍ସେସ୍ ହୁଅନ୍ତିନି। ଆଭରେଜ ଷ୍ଟୁଡେଣ୍ଟ ଜଣେ ଆଇଆଇଟି ପଢିବା ଏଇଟା ଗୋଟେ ମାନେ ପୁରା ଡିଫିକଲ୍ଟ ଗୋଟେ ସିଚୁଏସନ ଭଳିଆ। ତାପରେ ଫାଇନାନ୍ସିଆଲି ବି ସପୋର୍ଟ ନଥାଏ, ଏମିତି ହେଇକି ଆଇଆଇଟି ରେ ବି ପିଲା ପଢି ପାରନ୍ତିନି, ବେଷ୍ଟ କୋଚିଂ ନେଇ ପାରନ୍ତିନି, ତ ପଢି ପାରନ୍ତିନି। ବାକି ଏଇଟା ଗୋଟେ ବହୁତ ବଢିଆ ଜିନିଷ ଯୋଉଥିପାଇଁ କି ମାନେ ଜଣଙ୍କର ଯଦି ଇଚ୍ଛା ଥିବ ଆଇଆଇଟି ଏନ୍ଆଇଟି, ଓବିୟସଲି ସିଏ 400 ମାର୍କ କନଜ୍ୟୁମ କରିକି ଆରାମରେ ଯାଇକି ଗୋଟେ ଆଇଆଇଟି ଏନ୍ଆଇଟି କଲେଜରେ ପଢିପାରିବ। ଆଉ ସେଇ ସବୁ ଜାଗାରେ ବି ସାଇନ୍ସ ତମେ ନେଇକି ପଢିବା, ସେଇ ସବୁ ଜାଗାରେ ଓବିୟସଲି ତମ ପାଇଁ ଗୋଟେ ବେଷ୍ଟ ଗୋଟେ ଗୋଟେ ବଢିଆ ଅପରଚ୍ୟୁନିଟି ମିଳିବ। ତମର ଲକ୍ ସେତିକି ବଢିଆ ଥିବ ତମେ ଯଦି ଆଇଆଇଟି ଏନ୍ଆଇଟି ରେ ପାଇଲ ଏସବୁ ଆଇଟେକ୍ ଥ୍ରୋରେ। ଆଚ୍ଛା ଭେରି ଗୁଡ। ଆଚ୍ଛା ଆଉ ଗୋଟେ କଥା, ଯୋଉ ପିଲାମାନଙ୍କର ଗୋଟେ ଡାଉଟ ରୁହେ କି ସେଣ୍ଟ୍ରାଲ ୟୁନିଭର୍ସିଟି ମାନଙ୍କରେ ପଢୁଛ, ତମେ ଯୋଉଠି ବାହାରେ ପଢୁଛ ସେଠି ହଷ୍ଟେଲ ଫେସିଲିଟିରେ କିଛି ଇନସିକ୍ୟୁର ଫିଲ୍ ହଉଛି କି? ଆଉ ମାନେ କେତେ କଣ ପେମେଣ୍ଟ ଯାଉଛି ସେ ସବୁ ଜିନିଷ ଟିକେ ଖାଲି ସେୟାର କରିଦିଅ ପିଲାଙ୍କୁ। ଆକ୍ଚୁଆଲି ମୁଁ ବି ଜାଣିନଥିଲି ସେଇ କଲେଜରେ ୟୁନିଭର୍ସିଟିରେ ଏତେ କମ ଫି ଅଛି ବୋଲିକି, ମୁଁ ବି ଜାଣିନଥିଲି। ମେ ବି ଆମ ଏନଟିସି ଓଡିଶାରେ ଏନଟିସି ଆଇଆଇଟି ତ ଫି ଟିକେ ଚାର୍ଜେସ୍ ଅଧିକ ହଁ ରହୁଛି। ଅଧିକ ରହୁଛି। ବାକି ମତେ ଲାଗୁଛି ଏନଟିସି ସେଠି ଚାର୍ଜେସ୍ ବହୁତ କମ ଅଛି, ଓନ୍ଲି ଆଡମିସନ ଫି। ବାକି ହଷ୍ଟେଲ ବଗେରା ଫି ଅଲଗା। ହଷ୍ଟେଲ ଫି ଟା ଓନ୍ଲି ଗୋଟେ ଟାଇମ ଆଡମିସନ, ଓନ୍ଲି ହଷ୍ଟେଲ ୱାନ୍ ଟାଇମ ଆଡମିସନ ପେମେଣ୍ଟ ଆସେ ନେବେ।
बाकी तुमर फूड बिल का मेस बिल जोटा सेटा 3000 मैक्सिमम पर मंथ बढ़िया 3000 मैक्सिमम 3000 रोजी जोटा कि हम ओडिसा रे भी को जगह रे भी होला बडा मत लागुनी को भी कॉलेज गुडा करे तो सेमिति नाही जेते भलो भलो कॉलेज जीवो जेते यूनिवर्सिटी सेंट्रल कॉलेज को जीवो सेते पेमेंट कम होबो एटा ओबियसली हम समझते बहुत बढ़िया गवर्नमेंट माने कम पैसा रे सब जिंस देई एग्जैक्टली अच्छा मु जोटा पचारली कि हॉस्टल रे रहउछ कि सेठी रहउछ कि इनसिक्योर फील होउछ कि तुमको सेमति झियो पिलाटे नो सेमिति किछि भी नाही बाकी हमर ओडिया पिला भी बहुत अछंती सेठी हमें ओडिया पिला बेसी हमर क्लास गुड भी तो ऑब्वियसली इंग्लिश सब क्लास चलछि पाठ पढारे किछ असुविधा नाही बाकी हॉस्टल रे भी सेमिति किछि प्रॉब्लम नाही बहुत रूल रेगुलेशन बहुत भी अच्छी हॉस्टल रो केति टाइम में हमका से रशी टाइम में टाइम बाहर से करबो घर का से चाहिए बहुत हमर एचओडी सिग्नेचर वगैरह सब दरकार सबको माने ओटे परमिशन पूरा नबर अछि घर लोक से माने कॉल करबे तमे घर तळे बाहर तापर कि हॉस्पिटल जाई पहुंचबे से माने घर लोक कॉल करके कहबे कि क्लास पहुंचला बोली कि इनसिक्योर हवा किछि भी क्वेश्चन नै ताले मु निहाती कहबी जो पेरेंट्स माने वीडियो देखुचंती 100% तांको झियो को के पुओ को छाड़ी परिया दरकार माने एते बढ़िया सिक्युरिटी भितर यदि रहउचंती गोटे झियो सिक्योर फील करछ ताले किछ असुविधा नाही इवन मु भी पढिछि बहुत झियो पिला सेंट्रल यूनिवर्सिटी थांती ओडिया पिला किछि सेमिति फील हुएनी कि डर जोटा काहे कि मन भितर रहउछ हम ओडिसा लोकंकर मु चाहूछि पिला माने बाहर को जांतु बड़ बड़ यूनिवर्सिटी पढंतु जते बडा आसी गोटे इंटरव्यू पैनल बसिबे माने कहि परबे प्राउडली आई एम ए जेएनयू स्टूडेंट बा हम गोटे अंबेडकर यूनिवर्सिटी स्टूडेंट तर गोटे माने तार सर्टिफिकेट गोटे थप्पा लागि जीवो बा गोटे ब्रांड लागि जीवो कहि गले 100% जेमति उत्कल यूनिवर्सिटी गोटे ओडिसा मदर यूनिवर्सिटी हम कहूछु सेइ बळे गोटे बड़ यूनिवर्सिटी हम पढि के आसीबा तार गोटे क्वालिटी अलग एटा ठीक कहली कि I guess that's sure sir एटा जेमिति हमें एट हमर यूनिवर्सिटी गुडा को यूनिवर्सिटी रेवेन्सा यूनिवर्सिटी जेमिति जदि हमें कहू जे कि मु रेवेन्सा यूनिवर्सिटी पढु समति माने मन रे जेमिति फीलिंग्स आछे सामना वाला हमकु जो नजर रे देखि कि वाओ रेवेन्सा Exactly. स्टूडेंट सेठी भी सेमिति तमे गोटे बाहर जागे में यूनिवर्सिटी पाठ पढि के आसिलो जहां हेले कि तार वैल्यू किछ अलग माने तम सहित कथा है कि मते एग्जैक्टली फील होची कि एज टू अधिक तमे मैच्योर हेइछो एटा गुटे तमर एक्सपीरियंस कि बाहर पढिबार गुटे वन काइंड ऑफ कोन तमर गुटे अधिक एक्सपीरियंस गेन करलानी मते सेति कि फील होची अच्छा छाड़ो हमर लास्ट क्वेश्चन हमें डिस्कस करिबा जोटा कि तमर जूनियर मान को तमे कोन टिप्स दबो आ कोन ट्रिक्स दबो बा कोन सजेशन दबो श्योर जूनियर्स मानक ପାଇଁ ତ ମୁଁ ଫାର୍ଷ୍ଟ କହିବି କି ଏବେ ତମମାନଙ୍କର 12th एग्जाम में कंटिन्यू ଚାଲିଛି ତ ତମମାନେ ଫାର୍ଷ୍ଟ 12th एग्जाम पे फोकस करो एप्रिल 26 रे मेरी एग्जाम हबो बोली कि नोटिस आसी तो आराम रे टाइम अछि 2 मंथ्स वाला टाइम अछि तो आराम रे डोमेन सब्जेक्ट तो ऑब्वियसली तमे कवर अप करिके आसी जो 11th क्लास रो आ गोटे କଥା होछि जे 11th रो सब हमर एंट्रेंस गुडा करे 11th रो क्वेश्चन मैक्सिमम आसे किंतु एथरे 11th रो क्वेश्चन अपेक्षा 12th रो क्वेश्चन मैक्सिमम आछि तो ऑब्वियसली पिला बेसी 11th को 12th पाठ बेसी भलो कि पढथांती आराम से माने करि परिबे डोमेन गुडा को आउ बाकी लैंग्वेज पेपर ऑब्वियसली ओडिया पेपर पई हम ओडिया पिला किछु कहबा दरकार नै ओडिया पिला को ओडिया सजेशन दवा दरकार नै से माने ऑब्वियसली ओडिया रे टाउ आउ इंग्लिश पई कि ऑब्वियसली ग्रामर नॉलेज के बेसिक फंडावडा क्लियर थिबा दरकार बाकी टीएस वगैरह टीचिंग एप्टीट्यूड वगैरह आउ जीके ए दिटा पई कि तुम यूट्यूब सीरीज देखो एडा होची मत पूरा समुद्र भलिया जेते पढले भी तुमको कम लागिवो तो जेति की पारछ सेति की नॉलेज रखो आउ बेसिक रे माने लास्ट जहा सब हेई जीके रे माने कोन टूटी हेई न हेई लास्ट ईयर गुडा करे बेसिक जीके गुडा को माने रखो बाकी बहुत बढ़िया लागला तुम सहित कथा है कि बाकी मोर आ गोटे कथा रहिला कि तमे तमर जूनियर माने जदी तम पाखु जा तमे हेल्प करबो तो तांकू श्योर सर श्योर मु हेल्प करबी मु भी कहू छी यार अम्बेडकर यूनिवर्सिटी में फॉर्म पकेबो बेसी फॉर्म पकाओ भी एग्जाम से माने आ पर एग्जाम देला परे ही तम माने को फॉर्म पकेबो पड़िबो वैरायटी कॉलेज से जो कॉलेज तमे चाहूछो से कॉलेज रे रजिस्ट्रेशन करो अजथा अलगा कॉलेज रजिस्ट्रेशन करिन पैसा दवा दरकार नै तो श्रीकाकुलम इज नियरेस्ट ओडिसा एते भी डिस्टेंस नाही कि जने जाई पारिनी तो आराम से तुम मैंने आउ एडमिशन वगैरह सब पूरा डिटेल्स मु शेयर करबी शांत सहित भी शेयर करबी साथ दिन तक चैनल रे पोस्ट करम शांत थोड़े जे पिला छ समस्त हेल्प करबो मु सेव समस्त हेल्प आ गोटे कथा मु पिला मानु कहि रखे जहां को सहित हम कथा आउछु से निजर गोटे चैनल रखिचंती आ से निजे पिला को हेल्प करंती
ତମର ଜୁନିୟର ଯେତିକି ଜଣ ସେ ତମେ ଯେତିକି ଜଣ ଚାହୁଁଛ ଆଇଟିପି ରେ ଜଏନ୍ କରିବାକୁ ଡାଇରେକ୍ଟ ଯଦି କିଛି ନଲେଜ ନବାର ଅଛି ତାଙ୍କର ଗୋଟେ ନିଜର ଚ୍ୟାନେଲ ଅଛି ସେ ନୂଆ ନୂଆ କରିଛନ୍ତି ପିଲାଙ୍କୁ ହେଲ୍ପ କରୁଛନ୍ତି ମାନେ ଆକ୍ଚୁଆଲି ବହୁତ ବଢିଆ ଇନିସିଏଟିଭ ମୁଁ ତାଙ୍କୁ ଆପ୍ରିସିଏଟ କରିବି ବଟ୍ ମୁଁ ତାଙ୍କର ଚ୍ୟାନେଲଟାକୁ ତଳେ ଲିଙ୍କ ସେୟାର କରିଦେବି ତମେ ମାନେ ଡାଇରେକ୍ଟ ଯାଇକି ତାଙ୍କ ସହିତ କଥା ହେଇପାରିବ କିଛି ନାହିଁ ତାଙ୍କ ଭିଡିଓ ଦେଖିପାରିବ ତାଙ୍କ ପାଖରୁ ନଲେଜ ନେଇପାରିବ ତାକୁ ଛାଡିଲା ପରେ ତମେ ଯଦି ଆଉ କିଛି କହିବାକୁ ଚାହୁଁଛ ତାହେଲେ କହିପାର ଆଉ କିଛି ନାହିଁ ଲାଷ୍ଟ ବସ୍ ଏତିକି କହିବି ଅଲ୍ ଦ ବେଷ୍ଟ ସବୁ ଜୁନିୟର୍ସ ମାନଙ୍କୁ ଭଲ କି ଏକ୍ସାମ କ୍ୱାଲିଫାଇ କର ଯେମିତି ତମର ଡ୍ରିମ୍ ଅଛି ବହୁତ ଜଣଙ୍କର ବି ଡ୍ରିମ୍ ଥାଏ ଟିଚର ପାଇଁ କି ଯୋଉମାନଙ୍କର ଡ୍ରିମ୍ ଅଛି ମୁଁ ତ ସେମାନଙ୍କୁ କହୁଛି 100% ତମେ କ୍ରାକ୍ କରିବାକୁ ଟ୍ରାଏ କର ବିକଜ ଆଠୁ ଭଲ ଅପରଚ୍ୟୁନିଟି ଆଉ ବୋଧେ ମିଳିବନି ଆମମାନଙ୍କୁ ଯେହେତୁ ଆମେ ଫାଷ୍ଟ ଆମର କଟଅଫ ବହୁତ କମ ଯାଉଛି ଆମେ ଆରାମରେ ଯଦି ଏକ୍ସାମ କ୍ୱାଲିଫାଇ କରିଦଉଛି ଏଇଟା ଆମ ପାଇଁ ଗୋଟେ ବେଷ୍ଟ ଅପରଚ୍ୟୁନିଟି ଆଉ ଯୋଉମାନଙ୍କର ବ୍ୟାକଅପ୍ ଅଛି ଏଇଟା ସେଇଟା ଜାଣିଛୁ ବହୁତ ପିଲାଙ୍କର ବି ବ୍ୟାକଅପ୍ ରହୁଛି ଏଇଟା ତ ଯୋଉମାନଙ୍କର ବ୍ୟାକଅପ୍ ଅଛି ସେମାନଙ୍କୁ ବି ଅଲ୍ ଦ ଭେରି ବେଷ୍ଟ କ୍ୱାଲିଫାଇ କର ଭଲ ଭଲ ୟୁନିଭର୍ସିଟିରେ ପଢ ନିଜକୁ ଏକ୍ସପ୍ରେସ କର ସୋସାଇଟି ଆଗରେ ଏତିକି କହିବି ଲାଷ୍ଟକୁ ଅଲ୍ ଦ ବେଷ୍ଟ ओके माने आई एम एक्सट्रीमली हैप्पी टू टॉक विथ यू माने मते बहुत खुशी लागला तुम सहित कथा हबा तुमर एक्सपीरियंस गोटे निहाती गोटे मैच्योर झियर एक्सपीरियंस पळे लागला तुम बाहर जाकी पढुछ 100% मु जानि छी आउटसाइड रे पढिबा गोटे नॉलेज गेन करबा जते बेले मु भी निजे ए उत्कल रे पढी के बाहर को जाईतिली उत्कल यूनिवर्सिटी पढी के बाहर को आउट ऑफ ओडिशा जाईतिली सेते बेले मते डर लागुता धीरे धीरे किंतु परवर्ती समय रे मु निजे फील करि जे आई एम मतलब मोर बेटर देन अदर्स माय फ्रेंड्स रु मु टिके बहुत भलो आगु को पळी आइली माने बाहर आउटसाइड जते गोटे स्कोप मिले समस्त मिसिया नॉलेज गेन करने भल भल टीचर्स पढ़ा से 100% भल नॉलेज मिले मुझे कहबी पिला साइंस स्टूडेंट हो आर्ट्स स्टूडेंट हो कॉमर्स स्टूडेंट हो निहाती प्रेरणा नियो आगू को बढ़ सी भी निजे चाहते आपको हेल्प करने ठीक अच्छे बहुत बहुत धन्यवाद तुम्हें निहाती तुम गोटे बाइट देल नेक्स्ट केवे पुणी देखा तुम भी ऑल द बेस्ट लाइफ रे भल सक्सेस हुआ मुझे निजे तुम सक्सेस कहानी आगू जब समस्ते थिबू भल दुनिया समस्ते भल था तुम वीडियो भी शेयर करी तुम सक्सेस स्टोरी निहाती थैंक यू सर सियोर ओके सर